ତେଣୁ ବିଜୁ ଜନତା ଦଳ ଭିତରେ ଏବେ ଯେଉଁ ଜିନିଷ ଭିତରେ ଆମ ଦଳ ଭିତରେ ପାଣ୍ଡିଆନକୁ ପ୍ରୋଟେକ୍ସନ୍ କରିବା ପାଇଁ ବହୁତ ନେତା ଦୌଡ଼ୁଛନ୍ତି। ନେତ୍ରୀ ଆହୁରି ବି କହୁଛନ୍ତି ଓଡ଼ିଶାର ଉନ୍ନତି, ଜଣେ ନେତ୍ରୀ କହୁଛନ୍ତି ଯେ ଓଡ଼ିଶାର ଉନ୍ନତି ପାଣ୍ଡିଆନ ଯୋଗୁଁ ହେଇଛି। ଏ କ'ଣ ଚଷମା ଲଗେଇଛି ନେଳିଆ ନା ନାଲିଆ? ନବୀନ ପଟ୍ଟନାୟକ ଯେଉଁ ଦୂରଦୃଷ୍ଟି, ନବୀନ ପଟ୍ଟନାୟକ ଭିଜନ, ନବୀନ ପଟ୍ଟନାୟକ ଓଡ଼ିଶାକୁ ଆଜି ଆଗକୁ ନେଇଛନ୍ତି ନା ପାଣ୍ଡିଆନ ନେଇଛନ୍ତି? ଏଇଭଳିଆ ଯେଉଁ ଗୋଲାମୀଗିରି ଚିନ୍ତାଧାରା ଏବେ ବି ବସ ଅଛି। 70-80 ବର୍ଷ ହେଲା ଇଂରେଜମାନେ ଗଲା ପରେ ବି ବହୁତ ଗୋଲାମୀ ଚିନ୍ତାଧାରା ମାନେ ପାଣ୍ଡିଆନ ବିଷୟରେ କହୁଛନ୍ତି। ଆଉ ଗୋଟେ ରୋଚକ କଥା ଆପଣ ଦେଖିବେ, ଏଇ ଯେଉଁ କମେଡ଼ି ଇନ୍ ଖାକି ବହିରେ କାଉଣ୍ଟର କରିବା ପାଇଁ ହିଞ୍ଜିଳି କାଟୁର ବିଜେଡ଼ି ସଭାପତି କାଲି କାଉଣ୍ଟର କରୁଛନ୍ତି ଟିଭିରେ। ଆରେ ଆମ ନେତାମାନେ କୁଆଡ଼େ ଶଙ୍ଖ ମାନେ ଜଣେ ବସିକି ଖାଉଛନ୍ତି, ପିଉଛନ୍ତି, ଉଠୁଛନ୍ତି, ନବୀନ ପଟ୍ଟନାୟକ ନାଁ ବିକିକି କୋଟି କୋଟି ଟଙ୍କା ରୋଜଗାର କରିଛନ୍ତି, ପଦପଦବୀ ପାଇଛନ୍ତି, ସେମାନଙ୍କ କହିବାକୁ ତାଙ୍କ ଅସୁବିଧା ଲାଗୁଛି? ଏଠି ପ୍ରକାଶ ମିଶ୍ର ଲେଖିଛନ୍ତି, ଧର୍ମେନ୍ଦ୍ର ପ୍ରଧାନ ଉଦ୍ଘାଟନ କଲେ ବହିଟିକି। ତେଣୁ ଏ ବିଷୟରେ ମନ୍ତବ୍ୟ ଦେବାର, ଶଙ୍ଖ ଭବନରେ ବସିକି ଯେଉଁମାନେ ମାମଲତକାରୀ କରୁଛନ୍ତି ସେମାନେ ଏ ବିଷୟରେ ଓଡ଼ିଶାବାସୀଙ୍କୁ ତଥ୍ୟ ଦେବା ଦରକାର। ଏ ବହିଟି କ'ଣ ଠିକ୍ ଅଛି ନା ଭୁଲ ଅଛି? କ'ଣ ଆପଣ କହୁଛନ୍ତି ପୁସ୍ତକ କମ୍, ରାଜନୀତି ଅଧିକ କରାଯାଉଛି? ନିଶ୍ଚିନ୍ତ ପୁସ୍ତକ ବିଷୟରେ ଯାହା ଯାହା ତଥ୍ୟ ଅଛି ସେଇ ଯେଉଁ କଥାଟି ଲେଖିଛି। କାଲି ଆଉ ଗୋଟେ କଥା ବି ସେ ଟିଭିରେ କାଲି ବୟାନ ଦେଉଥିଲେ ପ୍ରକାଶ ମିଶ୍ର, ଯେ କା ପୁରୁଷ ତାଙ୍କର ଯେ ସଂସାର ଥିଲା, ନବୀନ ବାବୁ ତାଙ୍କୁ ଯେଉଁ ଭୁଲ ତଥ୍ୟ ଦେଉଥିଲେ, କି ମନ ମିଶୁନଥିଲା, କାମ କରିବାକୁ ତାଙ୍କୁ ଇଚ୍ଛା ହେଉନଥିଲା, କି ଗୋଟେ ଟପିକ୍ କହିଲାବେଳେ ସେ କାଗଜ ଲେଖି ଦେଉଥିଲେ, ସେ ସେତିକିବେଳେ ଇସ୍ତଫା ଦେଲେନି। ନାଇଁ ମୁଁ ଡିଜିରେ ରହିବିନି, ମୁଁ ବହି ଲେଖିବି ଆପଣଙ୍କ ବିଷୟରେ କହିଥାନ୍ତେ। ଆଉ ଚାକିରି ସରିଲା, ରିଟାୟାର୍ଡ଼ ହେଇଗଲେ, ବିଜେପିରୁ ପ୍ରାର୍ଥୀ ହେଲେ, କଟକ ସାଂସଦ ପ୍ରାର୍ଥୀ ଭାରତୀୟ ଜନତା ପାର୍ଟିରୁ, ଏବେ ଏଥର ପ୍ରାର୍ଥୀ ହେଲେନି, ସେଠି ଭର୍ତ୍ତୁରୀ ମତ ହେଇଛନ୍ତି। ତାପରେ ବହି ଲେଖିଦେଲେ, ବହି ଆସିକି ଉନ୍ମୋଚନ କରୁଛନ୍ତି ଯେଉଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଉ ଭାରତୀୟ ଜନତା ପାର୍ଟି ଲୋକ ଆଉ ବିଜୁ ଜନତା ଦଳ ନେତା ନବୀନ ପଟ୍ଟନାୟକ ବିରୁଦ୍ଧରେ ଲେଖିନା କ'ଣ ଲେଖିବେ ଏଥିରେ?